ଶ୍ରୁତି ସାହିତ୍ୟରେ ଆଜି ଶୁଣିବା ମହାପାତ୍ର ନୀଳମଣି ସାହୁଙ୍କ ରଚିତ କ୍ଷୁଦ୍ର ଗଳ୍ପ ମନମତ ଦୁହାଁଳ ଗାଈ। କିଶୋରୀ ମହାନ୍ତି ଭଳି ଚିଡ଼ା ଲୋକକୁ ଯେ ବନ୍ଧୁ ହିସାବରେ ପାଇଛି ତା ଅବସ୍ଥା ବାରଣ୍ଡା ଦିକଡ଼ା। ଲୋକଟା ମହା ଟିଙ୍ଗିଶୁଳିଆ। ଅନ୍ୟଠାରେ ନିଜର ରୁଚିର କିଞ୍ଚିତ୍ ବ୍ୟତିକ୍ରମ ଦେଖିଲେ ସେ ଚିଡ଼ି ଉଠେ। ଅଥଚ ସେ ଯଦି ସ୍ଥିର ଭାବେ ନିଜ ଭିତରକୁ ଚାହାନ୍ତା ତେବେ ଦେଖନ୍ତା ସେ ନିଜେ ହିଁ ନିଜ ରୁଚିର ସାଂଘାତିକ ବ୍ୟତିକ୍ରମ। ହୁଏତ ସେଇଥିଲାଗି ସେ ତା ଅଜାଣତରେ ନିଜ ଉପରେ ଚିଡ଼ୁ ଚିଡ଼ୁ ଯାହାକୁ ଆଗରେ ପାଏ ତା ଉପରକୁ ଚିଡ଼ି ଉଠେ। ଚିଡ଼ିବା ଅବଶ୍ୟ କିଛି ଖରାପ ନୁହେଁ। ତଦ୍ୱାରା ଅନ୍ୟ ବ୍ୟକ୍ତି ସହିତ ଏକ ପ୍ରକାର ସମ୍ପର୍କ ରକ୍ଷା କରାଯାଇପାରେ। ମାତ୍ର କିଶୋରୀ ମହାନ୍ତି କଥାଟା ଓଲଟା। ତାର କାହା ସଙ୍ଗେ ଭିତିରି ସମ୍ପର୍କ ନଥିବା ହେତୁ ସେ ଅନ୍ୟ ଉପରେ ଅସହିଷ୍ଣୁ ହୋଇ ଚିଡ଼ୁଥାଏ। ମୁଁ ଜାଣିବାରେ ସେ ବୋଧେ ଭାବେ ତା ଛଡ଼ା ପ୍ରତ୍ୟେକ ବ୍ୟକ୍ତି ହୁଏତ ମଙ୍ଗଳରୁ ନହେଲେ ଚନ୍ଦ୍ରରୁ ଆସିଛନ୍ତି ଏବଂ ସମସ୍ତେ ତା ପାଖରେ ଅପରିଚିତ, ଅଜ୍ଞାତ, ସ୍ଥାନ କାଳ ପାତ୍ର ଏବଂ ତାର ଆଶଙ୍କା ହୁଏତ ତା ବିରୁଦ୍ଧରେ ସାରା ପୃଥିବୀର ଲୋକେ ଷଡ଼ଯନ୍ତ୍ରରେ ତତ୍ପର ଅଛନ୍ତି। ଏହି ଭିତରିଆ ସନ୍ଦେହ ଯୋଗୁଁ କିଶୋରୀ ମହାନ୍ତି ସମ୍ପର୍କରେ ଯେ କେବେ ଆସେ ସେ ତାଠୁ ଚେକ୍ଷେ ପାଏ ଓ ତାଠାରୁ ସାବଧାନ ଦୂରତାରେ ରହିଥାଏ। କିନ୍ତୁ ତାକୁ ଛାଡ଼ିବା ସହଜ ନୁହେଁ। ଟିଙ୍କ ଭଳି ସେ ତୁମ ଦେହରେ ଲାଗିଥିବ ଓ କାମୁଡ଼ୁଥିବ। ଯାହାକୁ ତା କାମୁଡ଼ା ଭଲ ଲାଗେ ସେ ତାକୁ ଛାଡ଼ିବ କିପରି? ମୋ କଥା ଜାଣ ସେଇଆ। କିଶୋରୀ ମହାନ୍ତି ବିଷୟରେ କିନ୍ତୁ ମୁଁ ଏ କଥାଟା କହୁନାହିଁ। ସେ ଏ ଗଳ୍ପର ନାୟକ ନୁହେଁ। କିନ୍ତୁ କିଶୋରୀ ମହାନ୍ତି ନଥିଲେ ଏ ଗପଟିର ଭାବ ମୋ ମୁଣ୍ଡରେ ପଶି ନଥାନ୍ତା ବା ମୁଁ ଆପଣମାନଙ୍କର ଦୃଷ୍ଟିଗୋଚର ହୋଇପାରିନଥାନ୍ତି। ସେହି ବକ୍ରେଶ୍ୱର ମହାଦେବଙ୍କ କାଳେଶୀ ବାବାଜୀଙ୍କୁ। ଅସଲରେ କିଶୋରୀ ବା ମୁଁ ଆମେ ଏହି ଗଳ୍ପର ନାୟକ ନୁହଁ। ଏମିତିକି ବକ୍ରେଶ୍ୱରଙ୍କ କାଳେଶୀ ବି ନୁହେଁ। ଆରେ ବାବୁ, ସେମିତି ବୁଝିଲେ ନାୟକ କେହି ନୁହନ୍ତି। ମହାନ୍ତି ନୁହନ୍ତି କି ମହାପାତ୍ର ବି ନୁହନ୍ତି। ଜଣେ ବସିଛି ସମସ୍ତଙ୍କ ଉପରେ ନାୟକ ହୋଇ, ପଟ୍ଟନାୟକ ବା ମହାନାୟକ। ସେ ଜାଣ ତ୍ରିଗୁଣ ରଜ୍ଜୁ କରେ ଧରି, ମୁର୍ଗୀ ନଚାଉଛି ନରହରି। ବୈଷ୍ଣବ ପ୍ରବର ଶ୍ରୀ ଶ୍ରୀ ଲଳିତା ଦାସଙ୍କ ଭାଷାରେ କହିଲେ, ଆମେ ସମସ୍ତେ କୁଆଡ଼େ ନାୟିକା, ଆମେ ସମସ୍ତେ ପ୍ରକୃତି, ସେହି ଏକା ପୁରୁଷୋତ୍ତମ। ତାଙ୍କୁ ଦେଖି ବଣର ଋଷିମାନେ ଥରେ ମତି ବିଭୋଳିତ ହୋଇ ନାୟିକା ହେବାକୁ ପାଗଳ ହୋଇ ଉଠିଥିଲେ। ସେମାନଙ୍କର ବିଭ୍ରମ ଉପୁଜିଗଲା ମାନସ, ବୋଇଲେ ସଖାଙ୍କୁ ସଖୀ ଗୋ ଆସ। ବହିବା ତୁମ୍ବିକି ଉପରେ ରଖି, ବକ୍ଷ ରୁହ ହେଲା ଭାବରେ ସୁଖୀ। ବେଣିଏ ଭାବି ଜଟା ଲମ୍ବାଇ, ବିବିଧ କୁସୁମ ମଣ୍ଡିଲେ ନେଇ। କିନ୍ତୁ କିଏ ସେ ପୁରୁଷୋତ୍ତମ? କିଏ କେଜାଣି? ମୋର ନାୟକ ହେବାକୁ ଏମିତି କିଛି ଲାଳସା ଅବଶ୍ୟ ନାହିଁ। ମୁଁ ତ ପିଲାଦିନୁ ଥିଏଟରରେ ସଖୀ ପିଲା, ତାପରେ ସହଚରୀ, ସେଠୁ ଜେମା ଦେଇ ଏବଂ ତାପରଠୁ ଯଥାକ୍ରମେ ରାଜମାତା କିମ୍ବା ଜମିଦାରଙ୍କ ବିଧବା ଭାଉଜ ହୋଇ ପାଠ କରି ଆସିଛି। ମୁଁ ନାୟିକା ହେବାକୁ ରାଜି। ବରଂ ମୋର ସେଥିପାଇଁ ଭିତିରିଆ ଲାଳସା ଅଛି। କିନ୍ତୁ ଶାସ୍ତ୍ରାଦିରେ ବର୍ଣ୍ଣିତ ସେହି ପୁରୁଷୋତ୍ତମଙ୍କ ଆକୃତିକୁ ବାବାଜୀ ବୈଷ୍ଣବମାନେ ଯେପରି ଭାବେ ବୟାନ କରନ୍ତି, ଠିକ୍ ସେମିତି ପୁରୁଷ ମୂର୍ତ୍ତିଟିଏ ମୋତେ କିଏ ଦେଖାଇ ଦିଅ। ତାପରେ ଦେଖ ମୁଁ ଶାଢ଼ୀ ସେମିତି ସାୟା ପିନ୍ଧୁଛି କି ନାହିଁ, ବେଣୀ ଛାଡ଼ୁଛି କି ନାହିଁ। ଛାଡ଼ନ୍ତୁ, ନାୟିକାଙ୍କ କଥା ପଢ଼ିବା ମାତ୍ରେ ହିଁ ମୋର ଭିତରିଆ ପ୍ରକୃତି ଅନୁଯାୟୀ ଓ ନାୟିକାଙ୍କ ପ୍ରକୃତି ଅନୁଯାୟୀ ମୁଁ ବେଶୀ ଗୁଡ଼ାଏ ଗପୁଛି ପ୍ରଗଳ୍ଭା ନାୟିକାଙ୍କ ପରି। ସେହି ବକ୍ରେଶ୍ୱରଙ୍କ କାଳେଶୀ ବାବାଜୀ କଥା ପଢ଼ିଛି। ବର୍ଷକେ ସେ 4 ଥର କାଳେଶୀ ହୁଅନ୍ତି। ଚୈତ ମାସର 4 ମଙ୍ଗଳବାର ଆଉ ବର୍ଷେ ବର୍ଷେ ମହାଷ୍ଟମୀକୁ ଯଦି ଠାକୁରାଣୀ ଅବତରନ୍ତି। କୂଅରେ ବୁଡ଼ି ଫୁଲ ବାହାର କରନ୍ତି, ପୋଖରୀରେ ବୁଡ଼ି ସୁନାହାର ବାହାର କରନ୍ତି, ଜଳନ୍ତା ବତୀ ଗିଳି ପକାନ୍ତି, ଗୁହାରିଆ ପଡ଼ିଥିବା ବାତ ରୋଗୀ, ପାଳି ଜରୁଆ ଓ ଗର୍ମୀ ବେମାରିଆଙ୍କୁ ହୁକୁମ ଦେଇ ଆରୋଗ୍ୟ କରନ୍ତି। ବାଞ୍ଛାଙ୍କର ବି ତାଙ୍କ ହୁକୁମରେ ପିଲା ହେବା କଥା ଢେର ଲୋକଙ୍କ ମୁହଁରୁ ଶୁଣାଯାଏ। ଛାଡ଼ନ୍ତୁ, ଏସବୁ ଅନ୍ଧବିଶ୍ୱାସ ବୋଲି ମଧ୍ୟ ଢେର ଲୋକଙ୍କର ବିଶ୍ୱାସ। କିନ୍ତୁ ବାବାଜୀଙ୍କୁ ଆଗତ ଭବିଷ୍ୟ ଜଣା। କେଉଁ ଗାଁରେ କିଏ ରାତି ଅଧରେ କୋଠ ପୋଖରୀରୁ ମାଛ ମାରି ଖାଇଲା, ବା କେଉଁ ଦୁର୍ବୃତ୍ତ କେଉଁ ଅର୍ଖିତ ଛେଉଣ୍ଡର ଜମି 5 ଗୁଣ୍ଠ ମାଡ଼ି ବସିଛି, ବା କିଏ କାମୁକ ଲୋକ ତା ଭାଇ ବୋହୂର
ଅଙ୍ଗସ୍ପର୍ଶ କରିଛି ସେସବୁ କାଳିଶୀ ବାବାଜୀଙ୍କ ନଖ ଦର୍ପଣରେ ପ୍ରତିବିମ୍ବିତ ହୋଇଥାଏ। ଏବେ କିନ୍ତୁ ସେ ଗାଁ ଛାଡ଼ି ସହରକୁ ଆସିଛନ୍ତି ଧର୍ମ ସଂସ୍ଥାପନାର୍ଥାୟ। ବର୍ଷକେ 6 ମାସ ପାଳି କରି ସେ ସଦର ମଫସଲ ହେଉଥାନ୍ତି। ଆମର ପରିଚିତ ପାନ ଦୋକାନରେ ଶିଷ୍ୟ ପରିବୃତ ହୋଇ ସେ ପାନ ଖାଉଥିଲେ। ରାତି ସେତେବେଳକୁ 10ଟା ପାର ହୋଇଗଲାଣି। ବାବାଜୀଙ୍କର ଅଧା ପାଚିଲା ଦାଢ଼ି, ବବୁରି ବାଳ, ସିନ୍ଦୁର କଲି, ଗେରୁଆ ବସ୍ତ୍ର, ବେକରେ ଗଇଁଠାଳ ପଡ଼ି ବେହରଣ ହୋଇଛି। ଗୋଟାଏ ଲମ୍ବା ଲୁହା କଡ଼ଲଗା ତ୍ରିଶୂଳ ହଲାଇଲେ ଝମଝମ ବାଜେ। ତମ୍ବା ଢାଲଟିଏ ଓ ମୁଣିଟିଏ କାନ୍ଧରେ, ମୁଣ୍ଡରେ ଚନ୍ଦନ, ଲମ୍ବା ମୋଟା ସିନ୍ଦୁର କଲି। ତାଙ୍କ କଜଳ ଲଗା ଆଖି ଦୁଇଟାରେ କିଞ୍ଚିତ୍ କିମିଆ ମୋ ପାଇଁ ଓ ମୋ ଭଳି ନରମା ଲୋକଙ୍କ ପାଇଁ ଖୋଜି ବୁଲୁଥିଲା। ତାଙ୍କ ଦେହରୁ ଓ ଝୁଲାମୁଣିରୁ ଗଞ୍ଜେଇ ଧୂଆଁର ଚମତ୍କାର ଖୁସବୁ ପ୍ରସାରିତ ହେଉଥିଲା। ଗଞ୍ଜେଇ ଧୂଆଁର ମଧ୍ୟ ଗୋଟେ ବିଚିତ୍ର ଗୁମ୍ଫାଳିଆ କିମିଆ ଅଛି। ବାବାଜୀ ବିଭିନ୍ନ ସମୟରେ ବିଭିନ୍ନ ଖଟି ଜାଗାରେ ତ୍ରିନାଥ ମେଳା କରନ୍ତି। ଏହି ବୃକ୍ଷହୀନ ଓ ମନ୍ଦିରହୀନ ରାଜଧାନୀ ସହରରେ ବିଭିନ୍ନ ସତେଜ ପଲ୍ଲବିତ ଯୁବା ବୟସର ବଟ ଅଶ୍ୱତ୍ଥ ମୂଳରେ ସିମେଣ୍ଟ ଚଉଦ୍ୱାରା ବେଷ୍ଟିତ ହୋଇ ସର୍ବମୋଟ 13ଟି କ୍ଷୁଦ୍ରକାୟ ତ୍ରିନାଥ ମନ୍ଦିର ତାଙ୍କ ଦ୍ୱାରା ନିର୍ମିତ ହୋଇ ରାଜଧାନୀର ଶୋଭାବର୍ଦ୍ଧନ କରୁଛି ଓ ରାତ୍ରିର ନିର୍ଜନତା ଭଙ୍ଗ କରୁଛି। ପ୍ରତିଟି ରାତି ସେହିସବୁ ମନ୍ଦିରମାନଙ୍କ ପାଖରେ କୋଳାହଳ ମୁଖରିତ ହୋଇଥାଏ। ଖଞ୍ଜଣି, ଗିନି ଓ କରତାଳ ମାଡ଼, ଶଙ୍ଖ, ଶରୀରଭେଦ ଭଜନମାନ ଉଚ୍ଚକିତ ମିଳିତ କଣ୍ଠରେ ନିନାଦିତ ହେଉଥାଏ। ଦିନବେଳାରେ ଯେଉଁ ନାଗରିକମାନେ ଅତି ମଳିନ, ଦୀନ ଓ ନୀରବ ଦେଖାଯାନ୍ତି, ରାତି 12ଟା ପରେ ଏହିସବୁ ମେଳାମାନଙ୍କରେ ସେମାନେ ଅତି ଉଚ୍ଚକିତ, ଉଲ୍ଲସିତ ଓ ଉଜ୍ଜ୍ୱଳ ହୋଇ ଉଠନ୍ତି। ପାନ ସୁପାରି ଓ ବାଳଭୋଗର ପର୍ବ ପରେ ଗଞ୍ଜେଇ ଧୂଆଁରେ ପ୍ରମତ୍ତ ହୋଇ ସେମାନେ ଖଞ୍ଜଣି ମାଡ଼ କରନ୍ତି ଓ ଚିତ୍କାର କରି ନିଜ ଉପରେ ଓ ଅପର ଉପରେ ରାଗିଲା ଭଳି କଣ୍ଠରେ ଗାଉଥାନ୍ତି, ମନ ମୂଷାରେ ତୁ ଗଞ୍ଜେଇ ଖାଇ ମନ ମୂଷାରେ, ଦିନେ ବିରାଡ଼ିକି ଦିନେ ବିରାଡ଼ିକି ଦିନେ ବିରାଡ଼ିକି ଚିହ୍ନିଲୁ ନାହିଁ ମନ ମୂଷାରେ। ଏହି ଭଜନ ଭିତରେ ସେମାନଙ୍କର ଶୋକ, ବିଷାଦ, ହର୍ଷ, କ୍ରୋଧ ଓ ଆକ୍ରୋଶ ଆଦି ମାନବୀୟ ଉତ୍ତେଜନାମାନ ଉଦ୍ବେଳିତ ହେଉଥାଏ ଓ ସେମାନେ ତା ଭିତରେ ଆପଣା ଆପଣାର ଜୀବନଟିକୁ ମାନ ବୁଝୁଥାନ୍ତି, ଘେନୁଥାନ୍ତି। ପ୍ରକାଶ ଥାଉ କି ବକ୍ରେଶ୍ୱର କାଳିଶୀ ବାବାଜୀ ଏହିସବୁ ଅନୁଷ୍ଠାନମାନଙ୍କର ସ୍ଥାପୟିତା, ପ୍ରବର୍ତ୍ତକ, ଉପଦେଷ୍ଟା ଓ ଗୁରୁ କହିଲେ ଅତ୍ୟୁକ୍ତି ହେବ ନାହିଁ। ମୁଁ ନିଜେ ମଧ୍ୟ ବହୁ ରାତି ଏମାନଙ୍କ ସଙ୍ଗେ ବିଭିନ୍ନ ଖଟିରେ ଯୋଗ ଦେଇ ନିଜକୁ ଧନ୍ୟ କରିଛି। ମୋର ମନେ ଅଛି, ଦିନେ ଭଜନ ମଝିରେ ମୁଁ ପଚାରିଦେଲି, ବାବାଜୀ ମହାପ୍ରଭୁ, ବିରାଡ଼ି ଏଠି କିଏ? କାହାକୁ ଲକ୍ଷ୍ୟ କରି ବିରାଡ଼ି କୁହାଯାଇଛି? ବାବାଜୀ କହିଲେ, ଜୀବକୁ ଧରିଲେ ବିରାଡ଼ି ହେଲା ଯମ, ମୃତ୍ୟୁର ଦେବତା। ଜୀବ ମୋହମାୟାରେ ପଡ଼ି ମାନେ ଗଞ୍ଜେଇ ଖାଇ ଯମ ଅର୍ଥାତ୍ ମରଣକୁ ଭୁଲିଯାଇ ମତି ଭୋଳରେ କାଳ ଜାପୁଛି। ଏ ହେଲା ବ୍ରହ୍ମଜ୍ଞାନର ଅର୍ଥ। ଆଉ ଗୋଟେ ଅର୍ଥରେ ନେଲେ, ମାନେ ସାଂସାରିକ ଅର୍ଥରେ ନେଲେ, ତା ଅର୍ଥ ନିଜେ ଯଦି ଚତୁର ନ ହେବ, ସତର୍କ ନ ହେବ, ଜାଗତିଆର ନ ହେବ, ତେବେ ତୁମଠାରୁ ଚତୁର ଧୂର୍ତ୍ତ ଶିକାରୀ ବିରାଡ଼ିମାନେ ତୁମକୁ ମୂଷା ଭାବି ଏ କଥା ଶୁଣୁ ଶୁଣୁ ଶିଷ୍ୟଙ୍କ ଭିତରୁ ଜଣେ କିଏ ପାଟି କରି ଉଠିଲା, ବୁଝିଲ ବାବୁ, ଏ ବଡ଼ ଲୋକ ଧୋବଧୋବଳିଆ ମାନେ ହେଉଛନ୍ତି ବିଲେଇ। ଆମ ଭଳି ମୂଷାମାନଙ୍କ ଭିତରେ ରୁଦ୍ରାକ୍ଷମାଳା ପିନ୍ଧି ଛାଦ୍ବିକତା କରି ଆମକୁ ଭୁଲେଇ ଭାଲେଇ ଗୋଟି ଗୋଟି କରି ଜଳଖିଆ କରୁଛନ୍ତି। ମୁଁ କହିଲି, ଭାଇ ଯାହା କହିଲ ଦୁଇଆଡ଼ୁ ସତ। ବିରାଡ଼ି ପାପି ହୋଇ ମାରୁଛି, ମୂଷା ଅଜ୍ଞାନପଣରୁ ମରୁଛି। ଏମିତି ବହୁ ରାତି ମୁଁ ଏସବୁ ତ୍ରିନାଥ ମେଳାମାନଙ୍କରେ ଆତଜାତ ହୋଇଛି ଓ ସେମାନଙ୍କ ଭିତରୁ ମୋର କେତେଜଣ ବେଶ୍ ପରିଚିତ। ମୋ ବିଚାରରେ ବାବାଜୀ ଓ ତା କର୍ମପନ୍ଥୀ ମନ୍ଦ ନୁହେଁ। ହଁ, ସେଦିନ ରାତି 10ଟା ପରେ କିଶୋରୀ ମହାନ୍ତି ଓ ମୁଁ ପାନ ଖାଇବାକୁ ସେ ଦୋକାନ ପାଖେ ଯାଇ ପହଞ୍ଚିଲୁ। ତା ପୂର୍ବରୁ କିଶୋରୀ ମହାନ୍ତି ସବୁଦିନ ପରି ବାଟଯାକ ମୋ ଉପରେ ଚିଡ଼ି ଚିଡ଼ି ଆସୁଥିଲା। ଗତ ନିର୍ବାଚନରେ ହାରିଯାଇଥିବା ଜଣାଶୁଣା ନେତାଙ୍କର ଗୋଟିଏ ମାତ୍ର ସଦ୍ଗୁଣ ବିଷୟରେ ମୁଁ କହୁ କହୁ ସିଏ ମୋତେ ଚୁତିଆଠାରୁ ଆରମ୍ଭ କରି ବହୁ ବିରକ୍ତିମୂଳକ ବିଶେଷଣରେ ଭୂଷିତ କରି ଆସୁଥିଲା। ମୁଁ ତାକୁ ବୁଝାଉଥିଲି, ଦେଖ କିଶୋରୀ, ମୁଁ ସେ ହତଭାଗା ରାଜନୀତିକର ଏଜେଣ୍ଟ ନୁହେଁ, ବା ମୁଁ ତା ଦ୍ୱାରା କୌଣସି ପ୍ରକାର ଉପକୃତ ହୁଏ ନାହିଁ। ବରଂ ସେ ହାରିଯାଉ ବୋଲି ମୁଁ କାମନା କରୁଥିଲି। କିନ୍ତୁ ସେ ଯେ ଭଲ ବ୍ୟୋମଯାନ ଉଡ଼ାଇପାରେ, ଇଂଲିଶ ଚ୍ୟାନେଲରେ ପହଞ୍ଚି ଯାଇପାରେ, ପାପ ବୋଲି କିଛି ନାହିଁ, ଯା ଖୁସି ତା କର, ଆହୁରି ଖୁସି ହୁଅ ବୋଲି ସଫା ସଫି ସମସ୍ତଙ୍କୁ କହିଦେଇପାରେ,
ଏକଥା କହିବାରୁ ତୁ ଏମିତି ଚିଡ଼ୁଛୁ ଓ ମୋତେ ଶୋଧୁଛୁ କାହିଁକି? କିନ୍ତୁ କିଶୋରୀ ଫେର ଚିଡ଼ି ଉଠି ମୋତେ ଗୋଟେ ଧକ୍କା ମାରି କହିଲା, ଆରେ ଚୋର, ଚିଲ ଶାଗୁଣା ବି ଆକାଶରେ ଭଲ ଉଡ଼ିପାରନ୍ତି। ସାଙ୍କୁଚ ମଗରଙ୍କ ପହରା ତୁ ଦେଖିନୁ? ମୁଁ ଦେଖିଛି। ମୋ ଶ୍ୱଶୁର ଘର ଖୋଦ୍ ପୁରୀ ସମୁଦ୍ର କୂଳ ନୋଳିଆ ସାହି ପାଖରେ। ଆଉ ଶେଷ କଥା ଯାହା କହିଲୁ, ଶୁଣରେ ଇଡିଅଟ୍, ଏ ସଂସାରରେ ଯଦି ସମସ୍ତେ ସମାନ ଭାବେ ପାପ କରିପାରନ୍ତେ ଓ ସମସ୍ତଙ୍କର ସମାନ ଭାବେ ପାପ କରିବାର ସାମର୍ଥ୍ୟ ଓ ସୁବିଧା ଥାନ୍ତା, ତେବେ ଆଉ ଚିନ୍ତା କ'ଣ? ଆଗ ଯାଇ ତା ବେକରେ ବରମାଳ ପକାଇ ତାକୁ ନେତା ବୋଲି ଡାକନ୍ତି। ସୁନ୍ଦରୀ ସ୍ତ୍ରୀର ଅପାରଗ ସ୍ୱାମୀକୁ ମୁଁ ତୋ ସ୍ତ୍ରୀକୁ ନେଇ ଯାଇଛି, ତୁ ଯଦି ପାରୁଛୁ ମୋ ସ୍ତ୍ରୀକୁ ନେଇଯା, କିଛି ପାପ ନାହିଁ ବୋଲି କହି ପରଦାରାସକ୍ତ ସମର୍ଥ ପୁରୁଷଟି ନିଜ ସୁନ୍ଦରୀ ସ୍ତ୍ରୀକୁ ନିରାପଦରେ ରଖି ପର ସ୍ତ୍ରୀକୁ ଭୋଗ କଲା ଭଳି ନୀତି ସେ ପ୍ରଚାର କରୁଛି। ତୁ ଆଗ ନିଜେ ସେ କଥା କରିପାରିବୁ? ପୁରା ମାଇଚିଆ, ମୁଁ ତୋତେ ଜାଣିନି? ମୁଁ କହିଲି, କିଶୋରୀ, ମୁଁ ମାଇଚିଆ ସତ। ରାମ ରାବଣ ଉଭୟଙ୍କୁ ସ୍ୱୟଂବର ସଭାରେ କନ୍ୟା ପ୍ରାର୍ଥୀ ହୋଇ ବସିଥିବାର ଦେଖିଲେ ମୁଁ କାହା ଗଳାରେ ବରଣମାଳା ଲମ୍ବାତି କେଜାଣି, କିନ୍ତୁ ଶିବଧନୁ ଭଙ୍ଗ ଭଳି ପଣଟିଏ ବାପ ରଖିଥିଲେ ରକ୍ଷା, ନହେଲେ ମୁଁ ଅଡ଼ୁଆରେ ପଡ଼ିଥାନ୍ତି। ଭାଇ, ତୁ ସତ କହୁଛୁ, ହେଲେ ତୁ ଖାଲି ସମାଜ ଚେତନାରେ ରହୁଛୁ ବୋଲି ବ୍ୟକ୍ତି ପ୍ରତି ତୋର ଏତେ ଘୃଣା, ଅସହିଷ୍ଣୁତା। ଆରେ ଭାଇ, ସମାଜ ଏତେ ବିରାଟ ଯେ ବ୍ୟକ୍ତିଙ୍କୁ ତା ବଖତରେ ଘଣ୍ଟ ନ ଘୋଡ଼ାଇଲେ ସମାଜ ତାକୁ ମାଡ଼ି ବସିବ, ତାକୁ କିନା ଗିଳିଦେବ। ସମାଜ କହେ ନୀତି, ନୀତି ବ୍ୟକ୍ତି କହେ ରୁଚି, ରୁଚି ନୀତି କହେ ଶାସନ କରିବି, ରୁଚି କହେ ପ୍ରେମ କରିବି। ଏମିତି କଥା ହୋଇ ଚାଲିଛୁ ଯେ ପାନ ଦୋକାନରେ ବାବାଜୀଙ୍କୁ ଦେଖିଲୁ। ପାନ ବରାଦ ଦେଇ ଆମେ ଠିଆ ହେଲୁ। ବାବାଜୀ କହୁଥାନ୍ତି କାହା ଉପରେ କ୍ରୋଧାନ୍ୱିତ ହୋଇ, ବୁଝିଲୁ କହ୍ନେଇ, ଜମାଲପୁରିଆଙ୍କ କଥା ମୋତେ କହନା। ମୁଁ ସେ ଶଳାଙ୍କ କଥା ଜାଣିଛି। ଶଳେ ଦିଅଙ୍କୁ ଖାଇ ଖଟୁଳିକି ବି ଖାଇଦେବେ। ଟଙ୍କାକୁ ଟଙ୍କା ନେଲେ, ଭୋଟ ଦେଲା ବେଳକୁ ଚିତା କାଟିଲେ। ଶୁଣିଲି ବାବୁ ତ୍ରିନାଥ ଖଟିକି 100 ଟଙ୍କା ଦେଇଥିଲେ, ଆଉ କିଛି ମିଶାଇଥିଲେ ଚଉତାରାଟା ହୋଇଯାଇଥାନ୍ତା। ଶଳା ସିଦ୍ଧିଦାସ ସବୁଦାକୁ ମାରିନେଲା। ସିଦ୍ଧିଦାସକୁ ମୁଁ ଚିହ୍ନିନି, ତା କଥା କହୁନଥିଲି ତୋତେ ଦଳେଇ? ଅନୁଗତ ଶିଷ୍ୟଟିଏ ସଙ୍ଗେ ସଙ୍ଗେ କହି ଉଠିଲା, ଆଜ୍ଞା, ଆପଣଙ୍କୁ କିଏ ଅଗୋଚର ଅଛି? ବାବାଜୀ କହିଲେ, ଆରେ ଆଖି ପଡ଼ିଲେ ମା ପେଟରେ ଛୁଆ ଅଣ୍ଡିରା କି ମାଇ କହିଦେବି। କହିନି? ଅଗଣିଦାସ ମାଇପିକୁ କହିଥିଲି ନା ନାହିଁ? ଆଜ୍ଞା ଆଜ୍ଞା। ଭୋଟ କିଏ ପାଇବ ବୋଲି କହିନଥିଲି? ଆଜ୍ଞା ଆଜ୍ଞା। ସେ ସିଦ୍ଧିଦାସ ଶଳା ଫେର ମୋତେ ଚିତା କାଟିଲା। ହଉ ଠିକ୍ ଅଛି। ସିଦ୍ଧିଦାସ ଅନାଦିକି ତା କାଠ କେବିନ୍ ମାସିକ 25 ଟଙ୍କାରେ ଭଡ଼ା ଦେବ ବୋଲି ମୋ ଆଗରେ କଥା ଛିଣ୍ଡେଇଲା। ମୋ ହାତରୁ ଅନାଦି ଲାଗି ତାକୁ ଆଗତୁରା 25 ଟଙ୍କା ଦେଲି। ଶେଷରେ ସେ କେବିନ୍ ଦେଲା ରସୁଲ ମିଆଁକୁ। ରସୁଲ ମିଆଁ 30 ଟଙ୍କା ଦେଇ ତା ଭିତରେ ସବୁଦିନ ଛେଳି କାଟିବ। ହାରେ ଧର୍ମ, ସିଦ୍ଧିଦାସର ଭଲା କ'ଣ ଅଭାବ ଅଛି? ଅନୁଗତ ଶିଷ୍ୟଟିଏ କହିଲା, ଆଜ୍ଞା, ଆପଣ ତାକୁ ଏଥର ପାନେ ଦିଅନ୍ତୁ। ତା ଭାତ ହାଣ୍ଡିରୁ ବିଷ୍ଟା ନ ବାହାରିଲେ ସେ ଶଳା ଚେଙ୍କିବ ନାହିଁ। ବାବାଜୀ ମୂର୍ଖ ହସା ଦେଇ କହିଲେ, ଆରେ ନାଇଁରେ ଦଳେଇ, ସେ କର୍ମମାନ ମୁଁ ଆଉ କରୁନି, ସେ ତା ଫଳ ପାଇବ ଛାଏଁ। ମହାପ୍ରଭୁ କହିନାହାନ୍ତି ଗୀତାରେ, ଯତ୍କର୍ମ କୁରୁ ତତ୍ଫଳଂ ପ୍ରାପ୍ତଂ, ଯତ୍କର୍ମ ନ କୁରୁ ତତ୍ଫଳ ଅପ୍ରାପ୍ତଂ। ଯାହା କରିବ ସେ ତା ଫଳ ପାଇବ, ଯାହା ନ କରିବ ତା ଫଳ ନ ପାଇବ। ସିଦ୍ଧିଦାସ ଭୋଗିବ ଯେ। ସେଲ୍ଟିକସ୍ ଯୋଗ୍ନୀମାନେ ତା ଗୁମର ଜାଣିଗଲେଣି। ଏଠି ଚାଳ ଘରେ ଚାଉଳ ବିକି ସେ ସେଠି ଗାଁରେ କୋଠା ପିଟିଲାଣି। ତାଙ୍କ ଆଖିରୁ ସେ ବର୍ତ୍ତିବ କି? ଆଜ୍ଞା, ଆପଣ ତ ଗୁରୁ, ସେ ଫେର ଆପଣଙ୍କୁ ଚିତା କାଟିଲା? ବାବାଜୀ ଟିକେ ଉଦାର ଢଙ୍ଗରେ ଲଘୁ ପରିହାସ ରସରେ ଧାଡ଼ିଏ ପ୍ରାକୃତ ଗ୍ରାମ ଶ୍ଳୋକ ଅଶ୍ଳୀଳ ଶବ୍ଦ ସମ୍ବଳିତ ଝାଡ଼ି କହିଲେ, ଆରେ ବାପା, ଏ ଯୁଗ ହେଲା ଗୁରୁ ଚିତା କଟା ଯୁଗ। ଖୋଜି ଖୋଜି ଗୁରୁଙ୍କୁ। ଏହି ସମୟରେ ପାଖ ମୋଟର ସାଇକେଲ ଦୋକାନ ଭିତରୁ ଜଣେ ଭଦ୍ର ଧନାଢ଼୍ୟ ବ୍ୟକ୍ତି ଖସ୍କିନା ବାହାରି ଆସି ଖୁବ୍ ଟାଣ କରି କହିଲେ, ହୟ ବାବାଜୀ, ତୁମର କେମିତି ଅକଲ ହେ? ସର୍ବସାଧାରଣ ସ୍ଥାନରେ ବାବାଜୀ ହୋଇ ଏ ଅଭଦ୍ର କଥାଗୁଡ଼ିଏ କହୁଛ? ନା ନା, ଭଦ୍ର ସ୍ଥାନରେ ତୁମର କ'ଣ ଏ ଠିକ୍ ଆଚରଣ? ବାବାଜୀ ଟିକେ ଥତମତ ଖାଇଗଲେ, ମାତ୍ର ସାଙ୍ଗେ ସାଙ୍ଗେ ଉତ୍ତର ଦେଲେ, ଆହେ, ଅଭଦ୍ର କଥା କ'ଣ? ଅଭଦ୍ର କଥାରୁ ଏ ଜଗତ ଉପୁଜିଲାଟି। ଶୂନ୍ୟକୁ ଶୂନ୍ୟଟି ରମିଲା, ତା ତହୁଁ ବିନ୍ଦୁଟି କ୍ଷରିଲା। ବିନ୍ଦୁରୁ ପରମ ହେଲା ଜାତ, ତା ତହୁଁ ଜୀବଟି ସମ୍ଭୂତ। ଆମେ ସମସ୍ତେ ଏଇ
ଛୋକାର କଥାରୁ ହିଁ ଜାତ ହୋଇଛୁ ନା କ'ଣ ରେ ଅନାଦି? ଅନାଦି ନାମଧେୟ ଶିଷ୍ୟଟି ତାର ଧୂଆଁଳିଆ ଆଖି ଗଞ୍ଜୋଡ଼ କଣ୍ଠରେ ଘଡ଼ଘଡ଼ କରି କହିଲା, ଆଜ୍ଞା ସେ କଥା ଆଉ ପଚାରିବାକୁ ଅଛି? ସ୍ୱୟଂ ଭଗବାନ ପରା 16,000 ଗୋପନାରୀ ମୋତେ ବରିଲେ ତପ କରି କହି ଏ ପୃଥ୍ୱୀକୁ ଏଇ ଛୋକାର ଭାବ ଶିଖେଇ ଦେଇଗଲେ। ଛୋକାର ଭାବ ନ ରହିଲେ ଏ ପୃଥ୍ୱୀ ଆଜ୍ଞା ରହିବ? ନୀତିବାଗୀଶ ଓ ଭଦ୍ର ରୁଚିବନ୍ତ ଅସହିଷ୍ଣୁ ଧନାଢ଼୍ୟ ବ୍ୟକ୍ତିଟି ଆହୁରି ତାତି ଯାଇ କହିଲେ, କ'ଣ ତୁମେ ବୁଝିଛ ହୋ ଗଞ୍ଜେଇଖୋର? ଗୋପକୃଷ୍ଣ ତତ୍ତ୍ୱ ତୁମେ କ'ଣ ବୁଝିଛ? ସେ ପରମ ତତ୍ତ୍ୱ ପ୍ରକୃତି ପୁରୁଷଙ୍କ ଲୀଳା ଗଞ୍ଜିଡ଼ିଆଙ୍କର ଗୁଲିଖଟି ନୁହେଁ। ବାବାଜୀ କହିଲେ, ହୟ ବାବୁ, ତୁମେ ତୁମ ବାଗରେ ବୁଝିଛ, ଆମେ ଆମ ବାଗରେ ବୁଝିଛୁ। ତୁମକୁ ଯଦି କଥା ନ ରୁଚିଲା ତମେ କାନ ବନ୍ଦ କର। ଆମ କଣ୍ଠ ରୋଧିବାକୁ ତମେ କି ହୋ? କିଶୋରୀ ମହାନ୍ତି ଏଣେ କେତେବେଳୁ ସେ ବାବାଜୀଙ୍କ ଉପରେ ତାତିଲାଣି, ରକ୍ତ ଚାଉଳ ଚୋବେଇଲାଣି। ତାର ତ ବାବାଜୀଙ୍କ ଉପରେ ଭାରି ରାଗ। ଅଧେ କାରଣ ହେଉଛି ମୁଁ ସବୁ ପ୍ରକାର ବାବାଜୀଙ୍କର ପିଛା ଧରିଥାଏ ବୋଲି। କିଶୋରୀ ମହାନ୍ତି ମତରେ ମୁଁ କୁଆଡ଼େ ଜଣେ ଭଣ୍ଡ ବୈଷ୍ଣବ। ମୁଁ କହେ, ଭାଇ ମୋତେ ଭଣ୍ଡ କହନା, ମୁଁ ଜଣେ ଭାଣ୍ଡ ବୈଷ୍ଣବ, ତା ମାନୁଛି। ବାବାଜୀ କଥା ଶୁଣି ସେ ବାବାଜୀଙ୍କ ଆଡ଼କୁ ଚିହିଁକି ଗଲା, ହାତ ହଲାଇ ପଚାରିଲା, ହଇ ହୋ, ଆମ କାନ ବନ୍ଦ କରିବାକୁ ତମେ କିଏ? ହଇ ହୋ, ଗୀତାରୁ ଯେଉଁ ଶ୍ଲୋକ ବୋଇଲ ସେ କେଉଁ ଅଧ୍ୟାୟରେ ଅଛି ମୋତେ ଟିକେ କହିଲ? ବାବାଜୀ ଚଟାପଟ ଓଲଟା ପ୍ରଶ୍ନ କଲେ, କେଉଁ ଗୀତା କଥା ପଚାରୁଛ? କିଶୋରୀ କହିଲା, ଗୀତା କେଇଟା କିଓ? ବାବାଜୀ ଫୁଟକି ମାରି କହିଲେ, ଗୀତା ଅଶେଷ ପ୍ରକାରର। ଯେତେ ଗୋପୀ ସେତେ କୃଷ୍ଣ, ଯେତେ ଅର୍ଜୁନ ସେତେ ଗୀତା। ଅଶେଷ ପ୍ରକାର ଭଗତି, କେ ଜାଣେ ଗୋବିନ୍ଦର ଗତି। ନୀତିବାଗୀଶ ଧନାଢ଼୍ୟ ବ୍ୟକ୍ତି ଟିହାଇଲା ବେଳେ କହିଲେ, ହଁ ତା ନୁହଁ ତ ଆଉ କ'ଣ? ତୁମ ଭଳି ଗଞ୍ଜେଇ ଖୋରଙ୍କ ପାଇଁ ଅର୍ଜୁନଙ୍କ ପାଇଁ ଛୋକରା ଗୀତା ନଥିବା ଆଉ କ'ଣ? ବାବାଜୀ କହିଲେ, ହୟ ବାବୁ, କ'ଣ ଏତେବେଳେ ଯାଏଁ ସେଇ ଛୋକାର ହେଉଛ କିଓ? ଛୋକାର କଥା ନ କହିଲେ ରଥ ଚଳିବ ନାହିଁ, ବୁଝିଲ? କିଶୋରୀ ମାର ନ ମାର ହୋଇ ଫେର ଚିହିଁକିଲା। ରଥ କଥା ଏଠି କାହିଁକି ପଡ଼ିଛି କିଓ? ଏଠି କ'ଣ ରଥ ଚାଲୁଛି? ବାବାଜୀ କହିଲେ, ରଥ ମର୍ମ ବୁଝିଛ ବାବୁ? ଏ ଦେହ ହେଲା ରଥ, ତା ଭିତରେ ବସିଛି ଜଗନ୍ନାଥ। ସେ ତୁମ ଭଦ୍ରଲୋକଙ୍କ ବେଦ ଶୁଣି ଶୁଣି ଦାରୁଭୂତ। ତାକୁ ଆମ ଭଳି ଛୋକାରମାନେ ଟାଣି ଟାଣି ଚଳାଉଛୁ ପଥ। ଛୋକାର କଥା ନହେଲେ ବାବୁ କେଉଁ ରଥ ଚଳିବନି ଜାଣିଥାଅ। ଦେଖୁନ, ଛୋକାର କଥା କହିଲି ବୋଲି ତମେ ସବୁ ମୋତେ ଚଳିଲ ନା ନାହିଁ? ତୁମମାନଙ୍କର ଆତ୍ମାପୁରୁଷ ଚଳିଲେ ନା ନାହିଁ? ସେ ବାଟେ ନ ବୁଝିଲେ ଏ ବାଟେ ବୁଝ। ବାବାଜୀ ଚମତ୍କାର ହସଟାଏ ହସିଲେ। ସେ ହସର ଅର୍ଥ ସତେ କି ଏହାପରେ ଏ କଥା ପରେ ଅଳଂ ଅତି ବିବାଦେନ ଏଥର ଉଠାଅ ଡେରା, ଯେଝା ବାଟରେ ଯାରେ ବାପା। କିନ୍ତୁ କିଶୋରୀ ମହାନ୍ତି ମାଡ଼ୁଆ ଟିଂଶୁଳିଆ ଟିଙ୍କ ଭଳି ଲାଗିଥିବ। ସେଇ ଗୋଟାଏ ପଦ ଉପରେ ଜିଦ୍ ଧରି ଫେର କହିଲା, ସେସବୁ ଭାଣ୍ଡ ଚାଲାକ କଥା ତ୍ରିନାଥ ମେଳାରେ ଶୁଣେଇବ। ପବ୍ଲିକ୍ ଜାଗାରେ ଭଦ୍ରଲୋକଙ୍କ ଆଗରେ ଅଭଦ୍ର କଥା, ଅତି ଅଶ୍ଳୀଳ ଅଭଦ୍ର ଆଚରଣ। ବୁଝିଲ ବାଜି, ଏଣିକି ସାବଧାନ ହୁଅ। ହଠାତ୍ ବାଜିଙ୍କର ସେଇ କିମିଆଙ୍କର ଆଖି ଦୁଇଟାରେ ଚିଲମ ଉପରେ ଗଞ୍ଜେଇ ନିଆଁ ଭଳି କ'ଣ ଗୋଟାଏ ଦପ୍ କରି ଜଳି ଉଠି ଯାଇ ଲିଭିଗଲା ଭଳି ଲାଗିଲା। ସେ ତାଙ୍କ ତ୍ରିଶୂଳ ଚିମୁଟାଟାକୁ ଦୁଇଥର ଝମଝମ କରି କିଶୋରୀ ଆଡ଼କୁ ଚିହିଁକି ଗଲେ। କିଶୋରୀ ଚମକି ପଡ଼ି ମୋ ଉପରକୁ ଆଉଜିଗଲା। ମୁଁ ତାକୁ ଧରୁ ଧରୁ ବାବାଜୀ କହିଲେ, ଘାବରେଇ ଯାଅ ନାହିଁ ବାବୁ, ଶୁଣ, ଭଦ୍ରଲୋକ ହୋଇଛ ପରା। ଛୋକାର କଥାରେ, ଅଶ୍ଳୀଳ କଥାରେ ଦେହକୁ ଲାଗିଯାଉଛି। ଆସ ଆସ, ଛାତି ଯଦି ଅଛି ଆସ, ଦେଖେଇଦେବି ଆସ କିଏ ଶୀଳ କିଏ ଅଶ୍ଳୀଳ। ତୁମମାନଙ୍କର ଛୋକାର ପଣିଆ ଦେଖିବ ଆସ, ଏଠି ଏ ଆଲୁଅରେ ଦିଶୁନାହିଁ, ଆସ। ସେ ତାଙ୍କ ଟାଣୁଆ ପଞ୍ଝାରେ ଦିହିଁକୁ ଭିଡ଼ି ଧରି ଆଗକୁ ଓଟାରି ଚାଲିଲେ। ମୁଁ ଆନନ୍ଦରେ ତାଙ୍କ ହାତରେ ମୋତେ ନିଜକୁ ସମର୍ପି ଦେଇ ତାଙ୍କ ସାଙ୍ଗେ ଚାଲିଲି। କିନ୍ତୁ କପିଳକୁନ୍ଥା କିଶୋରୀ ମହାନ୍ତି ଟିକିଏ ଓଟାରି ହେଲାରୁ ବାବାଜୀ ତାକୁ ସଜୋରେ ଝିଙ୍କି ନେଲେ। ତା 5ଟା ଯାକ ଆଙ୍ଗୁଠି ଟକ୍ ଟକ୍ ହୋଇ ଫୁଟିଲା। ସେ ଆହା କହି ବାବାଜୀଙ୍କ ସାଙ୍ଗରେ ଓଟାରି ହୋଇଗଲା। ଆମ ପଛେ ପଛେ ସେ ନୀତିବାଗୀ ସେ ଧନାଢ଼୍ୟ ଭଦ୍ରବ୍ୟକ୍ତିଙ୍କ ସମେତ 2-4 ଜଣ ଭଦ୍ର ଦେଖଣାହାରୀ ଅଶ୍ଳୀଳ ଦୃଶ୍ୟ ଦେଖିବା ଲୋଭରେ ମଧ୍ୟ ଚାଲିଲେ ଏବଂ ବାବାଜୀଙ୍କର ଅନୁଗତ ତ୍ରିନାଥମେଳାକାରୀ ଶିଷ୍ୟମାନେ ମଧ୍ୟ ଚାଲିଲେ। କିନ୍ତୁ ବେଶୀ ବାଟ ନୁହେଁ, ସେହି ଝଲମଲ ଆଲୁଅ ଓ ଭଦ୍ର କୋଠାବାଡ଼ି ଦୋକାନ ବଜାରଠାରୁ ମାତ୍ର 100 ଗଜ ଯାଇଛୁ କି ନାହିଁ। ବାବାଜୀ ଆମକୁ ଆଗକୁ ପେଲିଦେଇ କହିଲେ, ଦେଖ ବାବୁ ଦେଖ, ଜ୍ଞାନଚକ୍ଷୁ ମେଲେଇ ଦେଖ, ଛୋକାର କଥା ଦେଖ, ଦେଖ ତୁମ ଲଙ୍ଗଳା ରୂପ ଦେଖ। ଆମ ଆଗରେ ଅନ୍ଧାର, ନରକର ଅନ୍ଧାର। ସେଠି ନର୍ଦ୍ଦମାର ଦୁର୍ଗନ୍ଧ ଧାରା
ମିଞ୍ଜି ମିଞ୍ଜି ଡିବି ଆଲୁଅ, ସାଲୁ ସାଲୁ କଳା ପୋକ, ଭୂତମାନେ, ଚିରୁଗୁଣମାନେ, ଖାଲି କିଚିରି ମିଚିରି ଲଙ୍ଗଳା ରୋଗିଣା ପିଲାଙ୍କ କାନ୍ଦଣା, ଅର୍କ୍ଷିତ ମାଇକିନାଙ୍କର କଣ୍ଠର ଆର୍ତ୍ତ ଚିତ୍କାର, ରୋଗିଣା କୁକୁର ଛୁଆଙ୍କର କୁଁ କୁଁ, ମଦୁଆ ରୋଗିଣା ଶ୍ରମିକ ଓ ରିକ୍ସାବାଲାଙ୍କର ପାଶବିକ ପ୍ରଳାପ, ପାଡ଼ିଆ ପିଟା ଓ ତା ଭିତରେ ପୁଣି ପଚା ମାଂସ ଲୋଭୀ କେତେ ଭଦ୍ର ଶାଗୁଣାଙ୍କର ଡେଣା ଫଟଫଟ ହେଉଛି। ବାବାଜୀ ଚିତ୍କାର କରି କହିଲେ, ଦେଖୁଛ ବାବୁ, ଦେଖୁଛ, ଜାଳୁଥା ସେପଟରେ ଭଦ୍ର ଆଲୁଅ, ଗଢ଼ୁଥା ସେପଟରେ ଭଦ୍ର କୋଠାବାଡ଼ି, ଝାଡ଼ୁଥା ସେପଟରେ ଭଦ୍ର ବକ୍ତୃତା ଓ ବଚନିକା ମାଳା, ଖୋଲୁଥା ସେପଟରେ ଭଦ୍ର ଦୋକାନ ବଜାର, ବୋଲୁଥା ସେପଟରେ ବେଦ ବେଦାନ୍ତ। ତାଠୁ ମାତ୍ର 100 ଗଜ ଦୂରରେ ଏ ଅଶ୍ଳୀଳତା, ଏ ଛୋକାରିଆ କଥା କେମିତି ତିଷ୍ଠି ରହିଛି? ତୁମ ଆଖି କ'ଣ ଫୁଟି ଯାଇଛି? କାନ କ'ଣ ତାବଦା ହୋଇଯାଇଛି? ତୁମର ସେଠି ସଙ୍ଗୀତ ରଖି କଜିଆକୁ ବିଦା କରିଛ ଏଠିକି ନାହିଁ? ସେଠି ଗଙ୍ଗା ବୁହାଇ ନର୍ଦ୍ଦମାକୁ ଏଠିକି ଛାଡ଼ି ଦେଇଛ। ତୁମ ସମାଜର ରୋଷ ଘର ସେଠି ଆଉ ପାଇଖାନା ଏଠି। ସେଣେ ତୁମ ସମାଜର ଅଣ୍ଟାଠାରୁ ଉପରକୁ ଭଦ୍ର ପୋଷାକରେ ଘୋଡ଼େଇ ରଖିଛ ତୁମ ଅଣ୍ଟା ତଳଟା ଆସି ଏଠି। ଦେଖିଲଣି ତାକୁ? ଘା ଘା, ପଚା ଘା, କଟା ଘା, ପୋଡ଼ା ଘା। ମଲମ ଅଛି ବାବୁ? ଜାଣିଛ କିଛି ଇଲମ ୟା ପାଇଁ ଲଗାଅ ଏଠି ଜଲ୍ଦି। ଯଦି ସତକୁ ସତ ତୁମେ ଭଦ୍ର ହୋଇଥାଅ, ଭଦ୍ରତା ବଞ୍ଚି ରହୁ ବୋଲି ବାଞ୍ଛା କରୁଥାଅ, ଘରେ ଘରେ ପୁଣି ସେଠି ଭଦ୍ର ମଲାଟ ଭିତରେ ଛୋକାର କଥା ଲେଖି ବହି ଛପାଇ ବିକି ପଇସା କମଉଛ। କାନ୍ଥମାନଙ୍କରେ ପାଚିରିମାନଙ୍କରେ ଲଙ୍ଗଳା ମାଇକିନିଆ, ଲଙ୍ଗଳା ଅଣ୍ଡିରାଙ୍କର ଛୋକାର ଛବି ଭଦ୍ର ରଙ୍ଗରେ ରଙ୍ଗେଇ ରଞ୍ଜେଇ ମାରି ପଇସା ସବୁ ଭଦ୍ରତାତକ ତୁମେମାନେ ଶୋଷି ନେଇ ନିଜେ ଭଦ୍ର ହୋଇ ବସିଛ। ହଇହୋ ବାବୁମାନେ, ତୁମେମାନେ ସମସ୍ତେ ଅଭଦ୍ର ନ ହୋଇଥିଲେ ଏଠିଏ ଅଭଦ୍ର ଜାଗା ଥାନ୍ତା? ଏଠିଏ ଛୋକାର ଜାଗା ଥାନ୍ତା? ତମେ ସମସ୍ତେ ଧୋବଧାଉଳିଆ ଛୋକାରଙ୍କର ବାପ। ତମ ଦୋକାନୀ, ମାଷ୍ଟର, ହାକିମ, ନେତା, ତହୁଁ ବଳି ଗୋଟେ ଗୋଟେ ଅଭଦ୍ର ଛୋକାର। ଯାଅ ଯାଅ। ମୁଁ ଏସବୁ ଦେଖି ଓ କାଳିସୀ କଥା ଶୁଣି ଭୟରେ ଥରୁଥିଲି। କିଶୋର ମହାନ୍ତି ଛାତି କିନ୍ତୁ ଭାରି ଟାଣ। ସେ ସେମିତି ଚିଡ଼ାଳିଆ ଭାବେ କହିଲା, ଆମେ କ'ଣ ଏସବୁ ଦେଖିନୁ? ଏସବୁ କ'ଣ ଜାଣିନୁ? ତମେ ଆମକୁ ଏସବୁ କ'ଣ ଦେଖାଉଛ? ଏସବୁ କୁଶ୍ଚିତ ସ୍ଲମ୍। ବାବାଜୀ କହିଲେ, ଦେଖିନୁ ବାବୁ, ଏଣିକି ଦେଖିବ। ତା ବେଳା ପହଞ୍ଚିଗଲାଣି। 12 ହାତ ଖଣ୍ଡା ବାହାରିବ, ବଉଳା କିମ୍ଭୀର ମାଡ଼ି ଆସିବ। ଲିଙ୍ଗରାଜଙ୍କ ନନ୍ଦୀଷଣ୍ଢ ଧଡ଼ପଡ଼ ହୋଇ ଉଠି ସିଂହ ଆଉ ଖୁରାରେ ଖାଲି ଖୁରି ଖାଇ ଏମୁଠୁ ସେମୁଠୁ ଯାଏ ଧନ୍ସିବ। 64 ଯୋଗିନୀ କିଳିକିଳା ନାଦ କରି ଭଦ୍ରଲୋକଙ୍କର ଘରେ ଘରେ ପଶିବେ। ନିଜେ ଚଣ୍ଡିକା ମହାକାଳୀ ଜୀଭ ଲହ ଲହ କରି ଅତିର ହୋଇ ନାଚିଲେଣି। କୋଟି କୋଟି କରି ଆଗ ତୁମ ଭଦ୍ରଲୋକଙ୍କୁ ଖପରରେ ଛେନ୍ଦି ତୁମ ଶୋଣିତ ପିଇବେ। ହେଉ, ରହିଯାଅ, ସମଳା ପଡ଼ିବନି ଏ ପୃଥ୍ୱୀ। ଏ ମହି ଦୁଲୁକିବ। ଝୁମର ଡାକୁଛି କଲିକତାରେ ଯେଉଁ କାଳି, ସେହି ଯେ ଦେବେ ସିଂହ ରଡ଼ି। ଶେରଡ଼ି ଚମତ୍କାର ହେବ, ଚତୁର୍ଦିଗକୁ ସେ ଶୁଭିବ। ଅନୁଭୂତ ଭକ୍ତଟିଏ ହାତ ଯୋଡ଼ି ପଚାରିଲା, ଏଥିରୁ ଆଉ ଉଦ୍ଧାର ନାହିଁ ମହାପ୍ରଭୁ? ଅଛି ଅଛି, ତ୍ରିନାଥମାଳା କର। କହୁଛି, ବେଳ ଥାଉଁ ଥାଉଁ ତ୍ରିନାଥମାଳା କର। ଭୋଗ ଲଗାଅ ନିଜ ପାଖରେ, ଆଉ ପର ପାଖରେ, ଆଉ ଭଗବାନଙ୍କ ପାଖରେ। ସମାନ ଭାବେ ଭୋଗ ଲଗାଅରେ। କାହା ପ୍ରତି ପାତର ଅନ୍ତର କର ନାହିଁ, କମ୍ ବେଶୀ କର ନାହିଁ। ମହାମାୟା ଆଦିମାତା ଦୁର୍ଗା ଦୁର୍ଗତି ନାଶିନୀ ତା ଶକ୍ତି ଦେଇ ପଠେଇଲେଣି ଜଣକୁ ଏ ଜମ୍ବୁଦ୍ୱୀପରେ। ମାୟା ସୁରଭି ରୂପ ହୋଇ ସବଚ୍ଛା ଭ୍ରମଣ କରଇ, ସେ ଗାଈ ମୁଖେ ଦେଇ ତୃଣ ରଖତା ବଚ୍ଛାର ଜୀବନ। ତେବେ ଝରିବ ସୁଧା କ୍ଷୀର, ତିନିହେଁ ମିଶି ପାନ କର। ଆରେ ଏ ତିନି କିଏ ବୁଝିଲଟି? ଏକ ଅର୍ଥରେ ବ୍ରହ୍ମା ବିଷ୍ଣୁ ମହେଶ୍ୱର, ଦୁଇ ଅର୍ଥରେ ଗୁରୁ କୃଷ୍ଣ ବୈଷ୍ଣବ, ନହେଲେ ଜୀବ ପରମ ଆଉ ବ୍ରହ୍ମ। ଏ ଛୋକାରିଆ ମୋଟା ଅର୍ଥରେ ବୁଝିଲେ ବି ସେଇ ଏକା କଥା। ମୁଁ, ତୁ ଆଉ ସେ। ଅର୍ଥାତ୍ ତୁ ଖା, ତାକୁ ଦେ, ଦୁହେଁ ମିଶି ଫେର ତାକୁ ଦେ। ତାକୁ କିଏ? କର୍ତ୍ତାରେ, ଅନାଦି କର୍ତ୍ତା। ତିନିହେଁ ଧରାଧରି ହୋଇ କାହାକୁ ଛାଡ଼ନା, ସମାନ କରି ଧରିଥାଅ। ବୁଝିଲ ବାବୁ? ଦଳେଇ ବୁଝିଲ ତ? ଜଗିଥାଅ ସେ ଗାଈକି, ସେ ବାଛୁରୀକି। ଆମେ ଚାଲିଲୁ ରେ ବାବା, ଚାଲିଲୁ। ବାବାଜୀ ସେଇ ନାରକୀୟ ଅନ୍ଧାର ଭିତରକୁ ପଶିଗଲେ ଅମୁହାଁ ମୁହାଁ ହୋଇ। ସତେକି ଗଙ୍ଗା ଭିତରକୁ ପଶି। ଏହି ସମୟରେ ଆମ ମେଳରୁ ତାଙ୍କର ଅନୁଗତ ଶିଷ୍ୟଟିଏ ବିଭୋଳ ହୋଇ ଅତର୍ଚ୍ଛ ଆତଙ୍କରେ ଡାକ ଛାଡ଼ିଲା, ଆରେ ମନମତ ଦୁହାଳ ଗାଈ, ଯଦି ଗାଈ ପଳାଇବ, ଗାଈ ପଳାଇବ, ଗାଈ ପଳାଇବ,
ପଘା ଛିଣ୍ଡାଇ ମନମତ୍ତ ଦୁହାଳ ଗାଇ। ସେହି ନାରକୀୟ ଅନ୍ଧାର ଭିତରୁ କିଏ ପୁଣି ପାଟି କରି ତିନିଟା କୁହାଟ ମାରିକି ଡାକିଲା, ଆଲୋ ଏ ନେତି ଆ, ଆଲୋ ଏ କଇଁ ଆ, ଆଲୋ ପାଟ ଆ। ସେଇ କୁହାଟ ଥିଲା ଖୁବ୍ ଗମ୍ଭୀର, ଆଶାଦ୍ୟୋତକ, ଆସ୍ଥା ଓ ବିଶ୍ୱାସପୂର୍ଣ୍ଣ, ସତର୍କ ଓ ସଚେତନ, ପୁଣି ଖୁବ୍ ପବିତ୍ର, ବେଦର ଓଙ୍କାର ଭଳି।